ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍। ତ +2 ସେକେଣ୍ଡ ଇୟର +2 ସେକେଣ୍ଡ ଇୟର ଆର୍ଟ୍ସ ପିଲା। ତ ତମମାନଙ୍କର ହିଷ୍ଟ୍ରି ଯେଉଁ ଇଣ୍ଟରନାଲ୍ ଏକ୍ଜାମ୍ ଚାଲିଛି, ତ ଇଣ୍ଟରନାଲ୍ ଏକ୍ଜାମ୍ ପାଇଁ ମୁଁ ହିଷ୍ଟ୍ରିର MCQ କ୍ୱେଶ୍ଚିନ୍ ଆନ୍ସର୍ ନେଇ ଆସିଛି, ଯେଉଁଟା ବହୁତ ଗୁରୁତ୍ୱପୂର୍ଣ୍ଣ। ତମର 20 ମାର୍କ ଇଣ୍ଟରନାଲ୍ରେ ଆସିବ। ତ ୟୁନିଟ୍ 1ର କ୍ୱେଶ୍ଚିନ୍ ଆନ୍ସର୍। ତ ଚାଲ ଆମେ ଷ୍ଟାର୍ଟ କରିବା। ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିଦେବ, ବେଲ୍ ଆଇକନ୍କୁ ଦବାଇ ଦେବ ନୂଆ ନୂଆ ନୋଟିଫିକେସନ୍ ପାଇଁ, ଲାଇକ୍ ସେୟାର କରିଦେବ। ତ ପ୍ରଥମ କ୍ୱେଶ୍ଚିନ୍ କ'ଣ ଥିଲା ଦେଖିବା। ପଲ୍ଲବ ମାନଙ୍କର ସ୍ଥାପତ୍ୟର ନିଦର୍ଶନ କେଉଁଠାରେ ଦେଖିବାକୁ ମିଳିଥାଏ? ଦଶବତାର ମନ୍ଦିର, ମାମାଲପୁରମ୍ ମନ୍ଦିର, ଭିତରଗାଁও ମନ୍ଦିର, ଭୂମାର ମନ୍ଦିର। ତ କୋଉ ମନ୍ଦିର ହବ ନା ମାମାଲପୁରମ୍ ମନ୍ଦିର। କୋଉ ମନ୍ଦିର ନା ମାମାଲପୁରମ୍ ମନ୍ଦିର। ନେକ୍ସଟ କ୍ୱେଶ୍ଚିନ୍, ଗିର୍ନାର ପ୍ରସ୍ତାରାଭିଲେଖ କେଉଁ ଶାସକଙ୍କ ଗୁଣଗାନ କରିଥାଏ? ଗିର୍ନାର ପ୍ରସ୍ତାରାଭିଲେଖ କେଉଁ ଶକ ଶାସକ ରୁଦ୍ରଦମନ, ପୁଷ୍ୟମିତ୍ର ଶୃଙ୍ଗ, ସମୁଦ୍ରଗୁପ୍ତ ଖାରବେଳ। ତ କ'ଣ ହବ ପିଲାମାନେ ନା କ'ଣ ନା ଶକ ଶାସକ ରୁଦ୍ରଦାମନ। ନେକ୍ସଟ, ମୁଦ୍ରା ନଥିଲେ କେଉଁମାନଙ୍କ ଇତିହାସ ଅଜ୍ଞାତ ହୋଇ ରହିଥାନ୍ତା? ମୁଦ୍ରା ନଥିଲେ ମୌର୍ଯ୍ୟ ଶାସକ, ଗୁପ୍ତ ଶାସକ, ଇଣ୍ଡୋ ଗ୍ରୀକ୍ ଶାସକ, ଇଣ୍ଡୋ ୟୁରୋପ ଶାସକ। କେଉଁ ଶାସକ ନା ଇଣ୍ଡୋ ଗ୍ରୀକ୍ ଶାସକ। ନେକ୍ସଟ, ଭାରତରେ କେଉଁ ବଲ୍ଲାଟଙ୍କ ସମୟରେ ପ୍ରତ୍ନତତ୍ତ୍ୱ ବିଭାଗ ସୃଷ୍ଟି ହୋଇଥିଲା? ଭାରତରେ କେଉଁ ବଲ୍ଲାଟଙ୍କ ସମୟରେ? ଲର୍ଡ ରିପନ୍, ଲର୍ଡ କର୍ଜନ, ଲର୍ଡ କ୍ଲାଇଭ୍, ଲର୍ଡ ଲିଟନ। କ'ଣ ନା ଲର୍ଡ କ୍ଲାଇଭ୍। ନେକ୍ସଟ, ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖ କେଉଁଠାରେ ଅବସ୍ଥିତ? ଧଉଳି ପାହାଡ଼, ଶିଶୁ ପାଳଗଡ଼, ଉଦୟଗିରି, ଲଳିତଗିରି। କେଉଁଠି ହବ ନା ଉଦୟଗିରି। କ'ଣ ହବ ନା ଅପସନ୍ ଗ ହେଇଯିବ ଉଦୟଗିରି। ନେକ୍ସଟ, କେଉଁ ଶିଳାଲେଖରୁ ଖାରବେଳଙ୍କ କଥା ଜାଣି ହୁଏ? ହାତୀଗୁମ୍ଫା ଶିଳାଲେଖ, ଜଉଗଡ଼ ଶିଳାଲେଖ, ଗିର୍ନାର ଶିଳାଲେଖ, ଧଉଳି। କେଉଁ ଶିଳାଲେଖ ନା ହାତୀଗୁମ୍ଫା ଶିଳାଲେଖ। ନେକ୍ସଟ, ଭାରହୁତ ସ୍ଥାପତ୍ୟ କେଉଁ ସମୟର କଳା ସ୍ଥାପତ୍ୟର ପରିଚୟ ପ୍ରଦାନ କରିଥାଏ? ଭାରହୁତ ମୌର୍ଯ୍ୟ ସମୟର ନା ଶୃଙ୍ଗ ସମୟର, ଗୁପ୍ତ ସମୟର, ନନ୍ଦ ସମୟର। କେଉଁ ସମୟର ନା ଶୃଙ୍ଗ। କେଉଁ ସମୟ ନା ଶୃଙ୍ଗ ସମୟର। ନେକ୍ସଟ, ପ୍ରାଚୀନ କଳିଙ୍ଗ ନଗରର ବର୍ତ୍ତମାନ ନାମ କ'ଣ ଅଟେ? ଶିଶୁପାଳଗଡ଼, ହରିଶପୁର, ରାବଣବତୀଗଡ଼, ହସ୍ତିନାପୁରଗଡ଼। କ'ଣ ହବ ପିଲାମାନେ ନା ହରିଶପୁର। କ'ଣ ନା ହରିଶପୁର ଗଡ଼। ନେକ୍ସଟ, କେଉଁ ଶିଳାଲେଖରୁ ଆର୍ଯ୍ୟମାନଙ୍କ ଭାରତ ଆଗମନ କଥା ସୂଚିତ ହୁଏ? ଶାହାବାଜର ଶିଳାଲେଖ, ବୋଘାଜୋକୋଇ ଶିଳାଲେଖ, ଜୁନାଗଡ଼ ପ୍ରସ୍ତର ଶିଳାଲେଖ ନା ମାଣ୍ଡାସୋର ଶିଳାଲେଖ। କେଉଁ ଶିଳାଲେଖ ନା କ'ଣ ଏଇଟା ବୋଘାଜୋକୋଇ ଶିଳାଲେଖ। ନେକ୍ସଟ, ଗୁପ୍ତ ମୁଦ୍ରାର ଭାଷା କ'ଣ ଥିଲା? ପାଲି, ପ୍ରାକୃତ, ଅର୍ଦ୍ଧମାଗଧୀ, ସଂସ୍କୃତ। କ'ଣ ଥିଲା ନା ସଂସ୍କୃତ। ନେକ୍ସଟ, ଭାରତରେ ପ୍ରାଚୀନତମ ମୁଦ୍ରା ରୂପେ କେଉଁ ମୁଦ୍ରାକୁ ଗ୍ରହଣ କରାଯାଏ? ମୌର୍ଯ୍ୟ ଯୁଗର ଛାପା ମୁଦ୍ରା, ଇହୁଦୀ ଗ୍ରୀକ୍ ମୁଦ୍ରା, ନା ଗ୍ରୀକ୍ ଗୁପ୍ତ ମୁଦ୍ରା, ନା କୁଷାର ମୁଦ୍ରା। କେଉଁ ମୁଦ୍ରା ନା ମୌର୍ଯ୍ୟ ଯୁଗର ଛାପା ମୁଦ୍ରା। ନେକ୍ସଟ, ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖ କେଉଁଠାରେ ଅବସ୍ଥିତ? କେଉଁଠାରେ ଅବସ୍ଥିତ? ଧଉଳି ପାହାଡ଼, ଉଦୟଗିରି, ଶିଶୁପାଳଗଡ଼, ଲଳିତଗିରି। କେଉଁଠି ନା ଉଦୟଗିରି। କେଉଁଠି ନା ଉଦୟଗିରି। ନେକ୍ସଟ, ଆଲାହାବାଦ ପ୍ରଶସ୍ତିରେ କେଉଁ ରାଜାଙ୍କ କୃତିତ୍ୱ ସମ୍ପର୍କରେ ଉଲ୍ଲେଖ ଅଛି? ପ୍ରଥମ ଚନ୍ଦ୍ରଗୁପ୍ତ, ସମୁଦ୍ରଗୁପ୍ତ, ଦ୍ୱିତୀୟ ଚନ୍ଦ୍ରଗୁପ୍ତ, କୁମାରଗୁପ୍ତ। କ'ଣ ନା ସମୁଦ୍ରଗୁପ୍ତ। ନେକ୍ସଟ, ନାସିକ ପ୍ରଶସ୍ତିରୁ କେଉଁ ରାଜାଙ୍କ ସମ୍ପର୍କରେ ଜଣାପଡ଼ିଥାଏ? ସମୁଦ୍ରଗୁପ୍ତ, ଗୌତମୀପୁତ୍ର, ସାତକର୍ଣ୍ଣୀ, ଦ୍ୱିତୀୟ ପୁଲକେଶୀ, ଆଦିତ୍ୟ ସେନ। କାହାର ଜଣାପଡ଼େ ନା ଗୌତମୀପୁତ୍ର ସାତକର୍ଣ୍ଣୀ। ନେକ୍ସଟ, ସଙ୍ଗମ ସାହିତ୍ୟ ଭାରତର କେଉଁ ଅଞ୍ଚଳର ରାଜବଂଶ ଓ ରାଜାମାନଙ୍କ ଉପରେ ବିବରଣୀ ପ୍ରଦାନ କରେ? ପୂର୍ବ ଭାରତ, ପଶ୍ଚିମ ଭାରତ, ଦକ୍ଷିଣ ଭାରତ, ଉତ୍ତର ଭାରତ। କ'ଣ ହବ ପିଲାମାନେ ନା ଦକ୍ଷିଣ ଭାରତ। କ'ଣ ନା ଦକ୍ଷିଣ ଭାରତ। ନେକ୍ସଟ, ପ୍ରାଚୀନ ଭାରତ ଇତିହାସ ରଚନା ପାଇଁ ଉପାଦାନ ଭାବେ ଅଭିଲେଖ ବା ଖୋଦିତ ଲେଖ ହେଲା କ'ଣ? ଧର୍ମୀୟ ସାହିତ୍ୟ, ଲୌକିକ ସାହିତ୍ୟ, ବୈଦେଶିକ ବିବରଣୀ, ପ୍ରତ୍ନତାତ୍ତ୍ୱିକ ଉପାଦାନ। କ'ଣ ହବ ପିଲାମାନେ ନା ପ୍ରତ୍ନତାତ୍ତ୍ୱିକ ଉପାଦାନ। ନେକ୍ସଟ,
ଏପିଗ୍ରାଫିର ଅର୍ଥ କଣ? ଶିଳାଲେଖ ଅନୁଧ୍ୟାନ, ପ୍ରାଚୀନ ଭଗ୍ନାବଶେଷର ଅନୁଧ୍ୟାନ, ପ୍ରାଚୀନ ମୁଦ୍ରାର ଅନୁଧ୍ୟାନ, ସାହିତ୍ୟ କୃତିର ଅନୁଧ୍ୟାନ। କଣ ନା ଶିଳାଲେଖର ଅନୁଧ୍ୟାନ ହଉଛି ଏପିଗ୍ରାଫିର ଅର୍ଥ। ନେକ୍ସଟ, ମୁଦ୍ରା ଅନୁଧ୍ୟାନ ପଦ୍ଧତିକୁ କଣ କୁହାଯାଏ? ଏପିଗ୍ରାଫି, ମୁଦ୍ରା ତତ୍ତ୍ୱ, ଅଭିଲେଖାଗାରୀ ଅଧ୍ୟୟନ, ପ୍ରାଚୀନ କାଳର ଅବଶେଷ ଅଧ୍ୟୟନ। କଣ କୁହାଯିବ ପିଲାମାନେ? ନା ମୁଦ୍ରା ଅନୁଧ୍ୟାନ ପଦ୍ଧତିକୁ କଣ ନା ମୁଦ୍ରା ତତ୍ତ୍ୱ କୁହାଯିବ। ନେକ୍ସଟ, ସୂତ୍ରପୀଠ କେଉଁ ଧର୍ମର ଧର୍ମଗ୍ରନ୍ଥ ରୂପେ ପରିଚିତ? ଜୈନ ଧର୍ମ, ବୌଦ୍ଧ ଧର୍ମ, ହିନ୍ଦୁ ଧର୍ମ, ଇସଲାମ ଧର୍ମ। କେଉଁ ଧର୍ମ ନା ବୌଦ୍ଧ ଧର୍ମ। ନେକ୍ସଟ, ପାଣିନିଙ୍କ ଅଷ୍ଟାଧ୍ୟାୟୀ କେବେ ରଚିତ ହୋଇଥାଏ? ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀ, ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀ, ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ, ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀ। କେଉଁ ଶତାବ୍ଦୀ ହବ ନା ଖ୍ରୀଷ୍ଟପୂର୍ବ ଚତୁର୍ଥ। କେଉଁ ଶତାବ୍ଦୀ? ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ। ନେକ୍ସଟ, ଆର୍ଯ୍ୟ ଓ ଦ୍ରାବିଡ଼ ମାନଙ୍କ ମଧ୍ୟରେ ସଂଘର୍ଷ ବିଷୟରେ କେଉଁ ପୁସ୍ତକରୁ ଜାଣିବେ? ମହାଭାରତ, ରାମାୟଣ, ଗୀତା, ଭାଗବତ। କଣ ନା ରାମାୟଣ। କଣ ନା ରାମାୟଣ। ନେକ୍ସଟ, ଅଙ୍ଗ କେଉଁ ଧର୍ମର ଦର୍ଶନ ଉପରେ ଆଲୋକପାତ କରିଥାଏ? ହିନ୍ଦୁ ଧର୍ମ, ଜୈନ ଧର୍ମ, ବୌଦ୍ଧ ଧର୍ମ, ଶୈବ ଧର୍ମ। କେଉଁ ଧର୍ମ ନା ଜୈନ ଧର୍ମ। ଅଙ୍ଗ ଜୈନ ଧର୍ମରେ ଆଲୋକପାତ କରିଥାଏ। ନେକ୍ସଟ, କେଉଁ ପୁସ୍ତକରୁ ପ୍ରାଚୀନ ଭାରତର ବିଭିନ୍ନ ପୋତାଶ୍ରୟ ଏବଂ ଦରିଆପାରି ବାଣିଜ୍ୟ ସମ୍ପର୍କରେ ସୂଚନା ମିଳିଥାଏ? ଇଣ୍ଡିକା, ଆରିଥ୍ରେସିଆନ ସାଗରର ପ୍ଲେରିପ୍ଲସ, ସିଉକି, ଆରିଆନ। କଣ ହବ ନା ଆରିଥ୍ରେରିଆନ ସାଗର ପ୍ଲେରିପ୍ଲସ। ନେକ୍ସଟ, ତାଞ୍ଜେର ଠାରେ କାହାର ସ୍ଥାପତ୍ୟ କଳା ବିଦ୍ୟମାନ ଅଛି? ଶୃଙ୍ଗ, ଗୁପ୍ତ, ପଲ୍ଲବ, ଚୋଳ। କଣ ହବ ନା ଚୋଳ। କଣ ନା ଚୋଳ। ନେକ୍ସଟ, ପ୍ରୟାଗ ପ୍ରଶସ୍ତି କେଉଁ ପ୍ରକାର ଅଭିଲେଖ? ପ୍ରଶଂସା ବ୍ୟଞ୍ଜକ, ଧର୍ମୀୟ, ସ୍ମାରକ, ଆଜ୍ଞାପତ୍ର। କଣ ହବ ନା ପ୍ରଶଂସା ବ୍ୟଞ୍ଜକ। ନେକ୍ସଟ, ଟଲମୀଙ୍କ ଦ୍ୱାରା ରଚିତ ପୁସ୍ତକର ନାମ କଣ? ଇତିହାସ, ଭୂଗୋଳ, ଅର୍ଥନୀତି, ରାଜନୀତି ବିଜ୍ଞାନ। କଣ ଟଲେମୀଙ୍କ ଦ୍ୱାରା। ଟଲେମୀଙ୍କର କଣ ନା ଭୂଗୋଳ। ନେକ୍ସଟ, ଅଶୋକଙ୍କ ଅଭିଲେଖମାନଙ୍କ ମଧ୍ୟରେ କେତୋଟି ଶିଳାଲେଖ ଆବିଷ୍କାର କରାଇ? 13ଟି, 14ଟି, 15ଟି, 16ଟି। କେତୋଟି ନା 14ଟି। କେତୋଟି ନା 14ଟି ଶିଳାଲେଖ। ନେକ୍ସଟ, ରାଜତରଙ୍ଗିଣୀର ରଚୟିତା କିଏ? ପତଞ୍ଜଳି, କହ୍ଲଣ, କୌଟିଲ୍ୟ, ମେଘାସ୍ତିନିସ୍। କିଏ ନା କହ୍ଲଣ। ନେକ୍ସଟ, ମୁଦ୍ରା ରାକ୍ଷସ ନାଟକର ରଚୟିତା କିଏ? ଶୂଦ୍ରକ, ବିଶାଖଦତ୍ତ, ଭାରବୀ, କାଳିଦାସ। କିଏ ନା ବିଶାଖ ଦତ୍ତ। ନେକ୍ସଟ, କେଉଁ ରାଜାଙ୍କ ଶାସନ କାଳରେ ମେଘାସ୍ତିନିସ୍ ଭାରତ ଭ୍ରମଣରେ ଆସିଥିଲେ? ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ଅଶୋକ, ଖାରବେଳ, ହର୍ଷବର୍ଦ୍ଧନ। କିଏ ନା ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। ନେକ୍ସଟ, କାହା ରାଜତ୍ୱ କାଳରେ ଚୀନ ପରିବ୍ରାଜକ ଫାହିୟାନ ଭାରତ ଭ୍ରମଣରେ ଆସିଥିଲେ? କନିଷ୍କ, ହର୍ଷବର୍ଦ୍ଧନ, ପ୍ରଥମ ଚନ୍ଦ୍ରଗୁପ୍ତ, ଦ୍ୱିତୀୟ ଚନ୍ଦ୍ରଗୁପ୍ତ। କିଏ ନା ଦ୍ୱିତୀୟ ଚନ୍ଦ୍ରଗୁପ୍ତ। ନେକ୍ସଟ, ତାରିଖ-ଇ-ହିନ୍ଦ ପୁସ୍ତକର ରଚୟିତା କିଏ? ଆଲବେରୁନି, ହାସାନ ନିଜାମୀ, ଗୁଲବେଦନ ବେଗ, ଅବଦୁଲ୍ଲା। କଣ ହବ ନା ଆଲବେରୁନି। କଣ ନା ଆଲବେରୁନି। ନେକ୍ସଟ, ତବାକତ-ଇ-ନାସିରୀ ପୁସ୍ତକର ରଚୟିତା କିଏ? ଜିୟାଉଦ୍ଦିନ ବରାନୀ, ଅମୀର ଖୁସ୍ରୁ, ମିନହାଜ-ଇ-ସିରାଜ, ମହମ୍ମଦ କାଦିର। କଣ ନା ମିନହାଜ-ଇ-ସିରାଜ। ନେକ୍ସଟ, ତାରିଖ-ଇ-ଫିରୋଜଶାହୀ ପୁସ୍ତକର ରଚୟିତା କିଏ? ଜିୟାଉଦ୍ଦିନ ବରାନୀ, ଅମୀର ଖୁସ୍ରୁ, ମହମ୍ମଦ ଅମିନ, ମହମ୍ମଦ କାଦିର। କଣ ହବ ନା ଜିୟାଉଦ୍ଦିନ ବରାନୀ। ନେକ୍ସଟ, ହୁମାୟୁଁନାମା ପୁସ୍ତକର ରଚୟିତା କଣ? ଗୁଲବେଦନ ବେଗ, ଆବାସ ଖାଁ ସରୱାଗ, ମହମ୍ମଦ ଅମିନ, ଅବଦୁଲ୍ଲା। କଣ ହବ ନା ଗୁଲବେଦନ ବେଗ। ନେକ୍ସଟ, ଆକବରନାମା ପୁସ୍ତକର ରଚୟିତା କିଏ? ଆବୁଲ ଫାଜାଲ, ଆକବର, ଅମୀର ଖୁସ୍ରୁ, ଫାଇୟାଜୀ। କିଏ ହବ ନା ଆବୁଲ ଫାଜାଲ। ନେକ୍ସଟ, ଇଣ୍ଡିକା ଗ୍ରନ୍ଥର ରଚୟିତା କିଏ? ମେଘାସ୍ତିନିସ୍, ଫାହିୟାନ, କୌଟିଲ୍ୟ, ହୁଏନ୍ସା। କିଏ ନା ଇଣ୍ଡିକାର ମେଘାସ୍ତିନିସ୍। ନେକ୍ସଟ, ସିଉକି ଗ୍ରନ୍ଥର ରଚୟିତା କିଏ? ବାଣଭଟ୍ଟ, ଇବନ ବତୁତା, ହୁଏନ୍ସା, ଫାହିୟାନା। କଣ ନା ହୁଏନ୍ସା।
ନେକ୍ସଟ କାହା ରାଜତ୍ୱ କାଳରେ ହୁଏନ୍ସା ଭାରତ ଭ୍ରମଣରେ ଆସିଥିଲେ? ହର୍ଷବର୍ଦ୍ଧନ, କନିଷ୍କ, ସମୁଦ୍ରଗୁପ୍ତ, ସ୍କନ୍ଦଗୁପ୍ତ। କାହାର? ନା ହର୍ଷବର୍ଦ୍ଧନ। ନେକ୍ସଟ ଚାଲୁକ୍ୟ ନରପତି ଦ୍ୱିତୀୟ ପୁଲକେଶୀଙ୍କ ସମ୍ପର୍କରେ କେଉଁଥିରୁ ଜଣାପଡ଼ିଥାଏ? ପ୍ରୟାଗ ପ୍ରଶସ୍ତି, ନାସିକ ପ୍ରଶସ୍ତି, ଐହୋଲ ପ୍ରଶସ୍ତି, ଗିରନାର ପ୍ରଶସ୍ତି, ପ୍ରସ୍ତରାଭିଲେଖ। ଐହୋଲ ପ୍ରଶସ୍ତି। ନେକ୍ସଟ ଅର୍ଥଶାସ୍ତ୍ରର ରଚୟିତା କିଏ? ମେଗାସ୍ଥିନିସ, କୌଟିଲ୍ୟ, ପାଣିନି, ପତଞ୍ଜଳି। କିଏ? ନା ଅର୍ଥଶାସ୍ତ୍ରର କୌଟିଲ୍ୟ। ନେକ୍ସଟ ମାଳବିକା ବିଘ୍ନିମିତ୍ରମ୍ ନାଟକର ରଚୟିତା କିଏ? ହର୍ଷବର୍ଦ୍ଧନ, କାଳିଦାସ, ବାଣଭଟ୍ଟ, କହ୍ଲଣ। କିଏ? ନା କାଳିଦାସ। ନେକ୍ସଟ ହର୍ଷଚରିତ ରଚୟିତା କିଏ? ହର୍ଷବର୍ଦ୍ଧନ, ବାଣଭଟ୍ଟ, ପାଣିନି, ବିଷ୍ଣୁଶର୍ମା। କିଏ? ନା ବାଣଭଟ୍ଟ। ମହାଭାଷ୍ୟ ରଚୟିତା କିଏ? ପତଞ୍ଜଳି, କହ୍ଲଣ, ଆର୍ଯ୍ୟଭଟ୍ଟ, ବରାହ ମିହିର। କିଏ? ନା ପତଞ୍ଜଳି। ଫୋକିଓକିଓ ହୁଏନ୍ସା ଗ୍ରନ୍ଥ ରଚୟିତା କିଏ? ହୁଏନ୍ସା, ଫାହିୟାନ, କୌଟିଲ୍ୟ, ଇବନ ବତୁତା। କିଏ? ନା ଫାହିୟାନ। ନେକ୍ସଟ ବିକ୍ରମାର୍କ ରଚିତ ପୁସ୍ତକ ରଚୟିତା? ବିଲ୍ହଣ, ପତଞ୍ଜଳି, ବିଶାଖାଦତ୍ତ। ଆଥିରୁ ନିଶ୍ଚିନ୍ତ ଗୋଟେ ରଚୟିତାରେ ପଡିବ ପିଲାମାନେ, ନା ଭାଷ, ବିଲ୍ହଣ। ନେକ୍ସଟ ଅଶୋକଙ୍କ ସାରନାଥ ଧଉଳି ଜଉଗଡ ଅଭିଲେଖ କେଉଁ ଅଭିଲେଖର ଶ୍ରେଷ୍ଠ ନମୁନା? ଆଜ୍ଞାପତ୍ର, ସ୍ମାରକ, ଧର୍ମୀୟ ପ୍ରଶଂସା ବ୍ୟଞ୍ଜକ। ଧର୍ମୀୟ ଅଭିଲେଖ। ନେକ୍ସଟ କୁମାରପାଳ ରଚିତର ରଚୟିତା କିଏ? ବାଣଭଟ୍ଟ, ବିଲ୍ହଣ, ହେମଚନ୍ଦ୍ର, କହ୍ଲଣ। କିଏ ପିଲାମାନେ? ନା ହେମଚନ୍ଦ୍ର। ନେକ୍ସଟ ରାମ ରଚିତର ରଚୟିତା କିଏ? ବିଲ୍ହଣ, ବିକ୍ରମାଦିତ୍ୟ, ସନ୍ଧ୍ୟାକର ନଦୀ, ବାଣଭଟ୍ଟ। କିଏ ହବ? ନା ସାନ୍ଧ୍ୟକର ନଦୀ। ତ ଶେଷ କ୍ୱେଶ୍ଚିନ୍ ସାନ୍ଧ୍ୟକର ନଦୀଙ୍କ ରାମ ରଚିତର କେଉଁ ରାଜାଙ୍କ କଥା ଆଲୋକ ହୋଇଛି? ମୌର୍ଯ୍ୟ ସମ୍ରାଟ, ଗୁପ୍ତ ସମ୍ରାଟ, ମଙ୍ଗରାଜ, ରାମପାଳ, ଚାଲୁକ୍ୟ ରାଜ୍ୟ, ଦ୍ୱିତୀୟ ପୁଲକେଶୀ। ନା ମଙ୍ଗରାଜ, ରାମପାଳ। ତ ପିଲାମାନେ ତମମାନଙ୍କର ଏତିକି ଥିଲା କଣ ହିଷ୍ଟ୍ରିର ଏକ MCQ ବହୁତ ଗୁରୁତ୍ୱପୂର୍ଣ୍ଣ। ଆ ଭିତରୁ ନିଶ୍ଚିନ୍ତ ଆସିବ। ତ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ କରିଦିଅ। ରହୁଛି ଧନ୍ୟବାଦ। ଜୟ ଜଗନ୍ନାଥ।